ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଣ୍ଡି ସ୍ଥିତ ପାରଳା ପୌର ପରିଷଦ ସମ୍ମୁଖରେ। ଏହି ପାରଳା ପୌର ପରିଷଦ ସମ୍ମୁଖରେ ଆଜି ଆମରଣ ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି। ବସ୍ତି ସୁରକ୍ଷା ମଞ୍ଚର ଆହ୍ବାୟକ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ମୌଳିକ ସମସ୍ୟା ନେଇ ଆଜିକୁ ଚତୁର୍ଥ ଦିନରେ ପହଞ୍ଚିଛି। ସେମାନଙ୍କ ସମସ୍ୟା ବି ସମାଧାନ ହୋଇପାରିନି। ଆଜି ଚତୁର୍ଥ ଦିନରେ ପହଞ୍ଚି କ'ଣ ସ୍ଥିତି ରହିଛି ଚାଲନ୍ତୁ ବସ୍ତି ସୁରକ୍ଷା ମଞ୍ଚର ଆହ୍ବାୟକ ସୁଜିତ ପ୍ରଧାନଠୁ ପଚାରି ବୁଝିବା। ସାର୍ କ'ଣ କହିବେ? ଆଜି ଦେଖନ୍ତୁ ଆଜ୍ଞା, ଆପଣ ମାନେ ଜାଣିଛନ୍ତି ଯେ ଆଜି ଚତୁର୍ଥ ଦିନରେ ପହଞ୍ଚି ଆମରଣ ଅନଶନ ପ୍ରାୟତଃ ଆପଣ ମାନେ ସିଧାସଳଖ ଚିତ୍ର ଦେଖୁଥିବେ ଯେ ବିଶେଷ କରି ସମସ୍ତ ମୋର ସହଯୋଗୀ ମାନେ ସ୍ୱାସ୍ଥ୍ୟ ଅବସ୍ଥାରେ ଦୁର୍ବଳ ହୋଇସାରିଲେଣି। ଏଭଳି ପରିସ୍ଥିତିରେ ମଧ୍ୟ ଆମ ସଂଘର୍ଷ ଜାରି ରହିଛି। ଗତକାଲି ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଗୋଟେ ଚିଠି ପ୍ରକାଶ ପାଇଛି ଯେ ସେମାନେ କ'ଣ ଜାଗା ମିଶନକୁ ଗୋଟେ ଚିଠି ଦେଇଛନ୍ତି। ଜାଗା ମିଶନ ଯଦି ରାଜି ହେବ ତାହେଲେ ଆମକୁ ସେମାନେ ପଟ୍ଟା ଦେବେ। ତ ଏଇ ଚିଠି ଗତକାଲି ଯାଇଛି। ଆଜି କ'ଣ ହେଇଛି ତାର ଅପଡେଟ୍ ମୋ ପାଖରେ କିଛି ନାହିଁ। ତଥାପି ଆଜ୍ଞା ଆମେ ଆପଣଙ୍କ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛୁ, ଇଏ ହେଉଛି ଭୂମି ଯୋଗ୍ୟତା ପ୍ରମାଣପତ୍ର। ଭୂମି ଯୋଗ୍ୟତା ପ୍ରମାଣପତ୍ରରେ ସିଧାସଳଖ ଭାବେ ଲେଖା ହେଇଛି ଇଏ ଗୋଟେ ଅଧିନିୟମ, ଭୂମି ଅଧିକାର ଅଧିନିୟମ 2017 ଅନୁଯାୟୀ এই କାର୍ଯ୍ୟକ୍ରମ ହେଉଛି। କିନ୍ତୁ ବର୍ତ୍ତମାନ ଏମାନେ ଚିନ୍ତା କରିଛନ୍ତି ଯେ ଏମାନେ ଆମକୁ ସରକାରୀ କର୍ମଚାରୀମାନେ ଆମକୁ କହୁଛନ୍ତି ଯେ ସରକାର ବଦଳି ଯାଇଛି, ତେଣୁ ସ୍କିମ୍ ବଦଳି ଯାଇଛି। ଏଇଟା ସ୍କିମ୍ ନାହିଁ ଆଜ୍ଞା, ଏଇଟା ଗୋଟେ ଆଇନ। ଆଉ ଏ ଆଇନ ବଦଳିବ ନାହିଁ କେବେ ବି। ଆଇନ ଭଳିଆ କାମ କରିବ। ତେଣୁ ଆପଣଙ୍କ ମାଧ୍ୟମରେ ଆମେ ଅନୁରୋଧ କରୁଛୁ ଭୂମି ଅଧିକାର ଅଧିନିୟମ 2017 ଅନ୍ତର୍ଗତ ଆମକୁ LRC ଦେବା ପାଇଁ ବ୍ୟବସ୍ଥା କରନ୍ତୁ। ଯେଉଁ ଜାଗାରେ ଆମେ ରହିଛୁ ସେ ଜାଗାରେ ପାଣି, କରେଣ୍ଟ ଏବଂ ରାସ୍ତା ସଂଯୋଗୀକରଣ କରିକି ଯଦି ଆମକୁ ସେଠି ରଖିପାରିବେ ତାହେଲେ ଆମେ ସେ ଜାଗାରେ ରହିବା ପାଇଁ ରାଜି ଅଛୁ। ଯଦି ସେତିକି ବ୍ୟବସ୍ଥା ଦେଇପାରିବେନି, ମୌଳିକ ସମସ୍ୟାର ଯଦି ସମାଧାନ ହେଇପାରିବନି, ତାହେଲେ ଯେଉଁଠି ମୌଳିକ ସମସ୍ୟାର ସମାଧାନ ହେବ ସେଇ ଜାଗାରେ ଆମକୁ ଥଇଥାନ କରନ୍ତୁ, ସେଠି LRC ଦିଅନ୍ତୁ ଏବଂ ଆମକୁ ସେଠି ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ। ଯେଉଁ ସମୟ ପର୍ଯ୍ୟନ୍ତ এই ମୌଳିକ ସୁବିଧା ଆମକୁ ମିଳିନାହିଁ ସେହି ସମୟ ପର୍ଯ୍ୟନ୍ତ ଆମର এই ଆମରଣ ଅନଶନ ଜାରି ରହିବ। ଜୀବନ ଯିବ ପଛେ ଆମେ ଏଠୁ ହଟିବୁ ନାହିଁ। ଦରକାର ପଡ଼ିଲେ ଆମେ ଆମ ଘରକୁ ଆମର ଶବ ଯିବ, କିନ୍ତୁ ଖାଲି ହାତରେ ଆମେ ଏଠୁ ଫେରିବୁ ନାହିଁ। ଯାହା ଭାଇ କହୁଥିଲେ ତାଙ୍କର ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ପ୍ରକାଶ କରୁଥିଲେ। ଗଜପତିରୁ ବିବେକାନନ୍ଦ ବେହେରା, ଇରାଞ୍ଚଳ ଲାଇଭ୍। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।